ସକାଳୁ ସକାଳୁ ଆଜି ପାଳଙ୍ଗ ଶାଗ କଟା ହେଇଥିଲା। 2 ତଳାରୁ ଏତିକି ବାହାରିଲା। ମାନେ ଡଲା ଆଣି ନଥିଲି ନା, ସେଥିପାଇଁକା ବାଲ୍ଟିରେ ପୁରେଇଦେନି। ତାପରେ ହେଉଛି ଟିକେ ଖୁସେଇଦେନି। ମାନେ ସବୁ ଗଛର ଆମର କ'ଣ ଫୁଲ ତୋଳିଲା ସାଙ୍ଗରେ କି ଆମର ପ୍ରତ୍ୟେକଟି ଗଛର ତାର କେୟାରିଂ ବି ଚାଲୁଥିବ। ଠିକ୍ ସେମିତି ଶାଗ ଆଉ ଧଣିଆ ବି ମଧ୍ୟ କାଟିବା ପରେ ଆମର ଏମିତି ତାର ଖତ ଆଉ କୁଡ଼ା ଖୋସା ଏଇସବୁ ହାଲକା ହାଲକା ଏମିତି ହୁଏ। କୁଡ଼ା ଖୋସା ଯେଉଁ ହେଉଛି ନା, ସେଇଟା ପୁରା ସରୁ ରଡ଼ ନେଇକି ଏମିତିକା ହାଲକା ହାଲକା ଟିକେ ଦାଗ ଦେଇଦେଉଛି। ବେଶୀ ଖୁସେଇଲା ମାନେ ଗଛର ମୂଳଟା ଉପୁଡ଼ି ଆସିବ, ଆଉ ସେଥିପାଇଁକା ସେଇଟା ନଷ୍ଟ ହେଇଯିବ, ଶୁଖିଯିବ ହଳଦିଆ ପଡ଼ିକିରି। ତ ସେଥିପାଇଁକା ଖାଲି ଏମିତି ଖାଲି ଟିକେ ଟିକେ ଦାଗ ଦିଆହେଉଛି। ହାଲକା ଦାଗ ଦେଇଦେଲେ ସେଇଟା ହେଉଛି ଖତଟା ଭିତରକୁ ଯିବ, ଆଉ ମୂଳକୁ ପବନ ବି ବଢ଼ିଆ ପାସ୍ କରିବ, ଯେଉଁଥିପାଇଁ ଚେରର ଗ୍ରୋଥ୍ ବି ବହୁତ ସ୍ପିଡ଼ି ହେବ, ଆଉ ଶାଗର ଗ୍ରୋଥ୍ ବି ବହୁତ ଭଲ ହେବ, ଯେଉଁଥିପାଇଁ ଆମକୁ ବହୁତ ବାରମ୍ବାର ଶାଗ ବି ମିଳିବ। ଏଇଟା ହେଉଛି ଶାଗ କାଟିବାର ମୋର 3 ଦିନ ପରେ ପୁଣି ହାରଭେଷ୍ଟ କରିଛି, ସେକେଣ୍ଡ ହାରଭେଷ୍ଟ। ଆଉ ପାଳଙ୍ଗ ଶାଗ ଶୀତ ଦିନ ଟିକେ ଖାଇବାକୁ ଭାରି ବଢ଼ିଆ ଲାଗେ। ଆଉ ପାଳଙ୍ଗ ଶାଗ 2 ଥର ତୋଳା ହେଇସାରିଲା ପରେ ଦ୍ୱିତୀୟ ଥର ପରେ ମୁଁ ହେଉଛି ଖତ ଆଡ଼୍ କରିଥିଲି। ଫାଷ୍ଟ ଥର ମୁଁ ଆଡ଼୍ କରିଥାନ୍ତି, କିନ୍ତୁ ଫାଷ୍ଟ ଥର କ'ଣ କହିଲେ, ଖତ ଯେହେତୁ ଆମର ଲଗା ହେଇଥିଲା ବେଳେ ସବୁ ମଞ୍ଜି ପଡ଼ିଲା ବେଳେ ଖତ ଦିଆ ହେଇଥିଲା, ସେଥିପାଇଁକା ମୁଁ ସ୍କିପ୍ ରଖିଦେନି। ମୁଁ କହିଲି ସେକେଣ୍ଡ ଥର ହାରଭେଷ୍ଟ ବେଳେ ଖତଟାକୁ ଦେବି। ଆଉ ଦେଲା ବେଳେ ଏମିତି କୁଡ଼ା ଖୋସା କରିଦେଲି, ଆଉ ହାଲକା ପାଣି ଦେଲି। ତ ଆପଣ ଆପଣଙ୍କ ଶାଗ ତୋଳାରେ ଏମିତି ଖତ କାଟିଲା ପରେ ଦିଅନ୍ତି କି ନାହିଁ କହିବେ। ତ ଆମର ଏପଟେ ଖତ ନହେଲେ ଏମିତିକା ହେଉଛି କ'ଣ କହିଲେ, କୁଟା ବାଉଁଶ ଖତ ତ ମୁଁ ଏଇଟା ଦେଉଛି, ତ ଗୋବର ଖତ ବି ମଧ୍ୟ ଦିଆଯାଏ। ଗୋବର ଖତ ହେଲେ କ'ଣ ଅଳ୍ପ ଟିକେ ଧରଣ କମ୍ କରାଯାଏ, ଆଉ କୁଟା ବାଉଁଶ ଖତ ବୋଲି ମୁଁ ଦେଉଛି ବୋଲି ଟିକେ ଅଧିକା ଧରଣର ଦେଉଛି। କିନ୍ତୁ ଶାଗ ଗଛ ପାଇଁ କୁଟା ବାଉଁଶଟା ବହୁତ ବଢ଼ିଆ, ଫଙ୍ଗସ୍ ଲାଗିବନି, ପତ୍ର ନଷ୍ଟ ହେବନି, ଆଉ ବଢ଼ିଆ